ଆଜିର ପ୍ରସଙ୍ଗରେ ଶୁଣନ୍ତୁ ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆଲେଖ୍ୟ ଅତୀଶ କୁମାର ଶତପଥୀ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରାର ସମୃଦ୍ଧ ଲୋକ ପରମ୍ପରା ହେଉଛି ପ୍ରମୁଖ ଲୋକନାଟ୍ୟ ରୂପ ମଧ୍ୟରୁ ଗୋଟିଏ, ଯେଉଁଠାରେ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କର ବିବାହ ଉତ୍ସବ ସମ୍ବଲପୁରର ଲୋକଙ୍କ ଦ୍ୱାରା ସ୍ଥାନୀୟ ପ୍ରଥା ଏବଂ ପରମ୍ପରା ଅନୁସାରେ ପାଳନ କରାଯାଏ। ପୌରାଣିକ କଥା ଅନୁସାରେ ଦକ୍ଷ ରାଜା ଏକ ଯଜ୍ଞର ଆୟୋଜନ କରିଥିଲେ। ସେ ସମସ୍ତ ଦେବତାଙ୍କୁ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରିଥିଲେ, କିନ୍ତୁ ସେ ତାଙ୍କ ଜ୍ୱାଇଁ ଶିବଙ୍କୁ ଡାକିନଥିଲେ, କାରଣ ସତୀ ତାଙ୍କର ବାପା ଦକ୍ଷରାଜାଙ୍କ ଇଚ୍ଛା ବିରୁଦ୍ଧରେ ଶିବଙ୍କୁ ବିବାହ କରିଥିଲେ। ସେ ଏହାର ପ୍ରତିବାଦ କଲେ ଏବଂ ତାଙ୍କ ସ୍ୱାମୀଙ୍କୁ ଅଣଦେଖା ଏବଂ ଅବମାନନା ପାଇଁ ତାଙ୍କ ପିତା ଦକ୍ଷରାଜାଙ୍କୁ ଅଭିଯୋଗ କଲେ। ଦକ୍ଷରାଜା କ୍ରୋଧରେ ଶିବଙ୍କୁ ଶ୍ମଶାନବାସୀ, ଯୋଗୀ, ପିଶାଚମାନଙ୍କ ରାଜା କହି ଅଭିଶାପ ଦେଲେ। ସତୀ ଏପରି ଅପମାନ ସହ୍ୟ କରିପାରିଲେ ନାହିଁ, ଯାହାଫଳରେ ସେ ଯଜ୍ଞକୁଣ୍ଡରେ ଝାସ ଦେଲେ। ଫଳସ୍ୱରୂପ ଭଗବାନ ଶିବ କ୍ରୋଧିତ ହୋଇ ସତୀଙ୍କ ଶବକୁ ତାଙ୍କ ପିଠିରେ ଧରି ତାଣ୍ଡବ ନୃତ୍ୟ ଆରମ୍ଭ କଲେ। ଏହା ଅତ୍ୟନ୍ତ ଭୟଙ୍କର ଥିଲା ଏବଂ ବ୍ରହ୍ମାଣ୍ଡର ବିନାଶର ନିକଟତର ଥିଲା। ତେଣୁ ଭଗବାନ ବିଷ୍ଣୁ ବ୍ରହ୍ମାଣ୍ଡକୁ ରକ୍ଷା କରିବାକୁ ଚିନ୍ତା କଲେ। ଯେତେବେଳେ ଭଗବାନ ଶିବ ଚେତନା ଫେରିପାଇଲେ, ସେ ଏକାକୀ ତାଙ୍କ ବାସସ୍ଥାନ କୈଳାସ ପର୍ବତକୁ ଗଲେ। ପରବର୍ତ୍ତୀ ସମୟରେ ସତୀ କୈଳାସ ପର୍ବତରେ ପାର୍ବତୀ ଭାବରେ ପୁନର୍ଜନ୍ମ ଗ୍ରହଣ କରିଥିଲେ। ଶିବଙ୍କୁ ସ୍ୱାମୀ ଭାବରେ ପାଇବା ପାଇଁ ସେ କଠୋର ତପସ୍ୟା କରିଥିଲେ। ପାର୍ବତୀଙ୍କୁ ବିବାହ କରିବା ପାଇଁ ଶିବ ତାଙ୍କର କଠୋର ତପସ୍ୟାରେ ପ୍ରସନ୍ନ ହୋଇଥିଲେ। ସମ୍ବଲପୁରର ଶୀତଳଷଷ୍ଠୀ ଯାତ୍ରା ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ଉତ୍ସବ ଉପରେ ଆଧାରିତ। ଏହି ଲୋକ ପରମ୍ପରାର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ମଣିଷମାନେ ଏହି ଦେବଦମ୍ପତିଙ୍କର ପିତାମାତା ହୁଅନ୍ତି। ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ପବିତ୍ର ବିବାହ ଉତ୍ସବ ସମୟରେ ଏହି ଦମ୍ପତି ପାର୍ବତୀଙ୍କ ପିତା ଏବଂ ମାତାର ଭୂମିକା ଗ୍ରହଣ କରିଥାନ୍ତି। ଯଦିଓ ଶୈବ ସମ୍ପ୍ରଦାୟ ଶୀତଳଷଷ୍ଠୀ ଯାତ୍ରାକୁ ପ୍ରଭାବିତ କରିଛି, ତଥାପି ସମ୍ବଲପୁରରେ ଏହାର ଇତିହାସ ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ। ତଥାପି କିଛି ଐତିହାସିକ ତଥ୍ୟ ସୂଚାଇ ଦିଏ ଯେ ଏହି ଲୋକ ପରମ୍ପରା ସପ୍ତଦଶ ଶତାବ୍ଦୀରୁ ପ୍ରଚଳିତ ହୋଇ ଆସୁଛି। ବିଶ୍ୱାସ କରାଯାଏ ଏହି ଉତ୍ସବ ସମ୍ବଲପୁରର ଚୌହାନ ରାଜା ବଳିୟାର ସିଂଙ୍କ ରାଜତ୍ୱ କାଳରେ ଆରମ୍ଭ ହୋଇଥିଲା। ଶୀତଳଷଷ୍ଠୀ ଯାତ୍ରା ଜ୍ୟେଷ୍ଠ ଶୁକ୍ଳ ପକ୍ଷ ତିଥିରେ ପାଳନ କରାଯାଏ। ତଥାପି ଏହି ପର୍ବ ପାଇଁ ପ୍ରସ୍ତୁତି ଗୋଟିଏ ମାସ ପୂର୍ବରୁ ଆରମ୍ଭ ହୋଇଥାଏ। ପ୍ରଥମ ନୀତି ବୈଶାଖ ଶୁକ୍ଳ ତୃତୀୟା ତିଥିରେ କରାଯାଏ, ଯାହାକୁ ଅକ୍ଷୟ ତୃତୀୟା କୁହାଯାଏ। ଏହି ନୀତିକୁ ଥାଳି ଉଠା କୁହାଯାଏ। ଏହି ନୀତି ପରେ ଭଗବାନ ଶିବଙ୍କ ପିତାମାତା କିମ୍ବା ଏହି ଉତ୍ସବର ଆୟୋଜକମାନେ ଦେବୀ ପାର୍ବତୀଙ୍କ ପିତାମାତାଙ୍କୁ ଖୋଜିବା ଆରମ୍ଭ କରନ୍ତି। ପରବର୍ତ୍ତୀ ନୀତିକୁ ଘଣ୍ଟଲି ହିଟା ବା ଗଣ୍ଠି ଖୋଲିବା କୁହାଯାଏ। ଏହି ନୀତି ପାର୍ବତୀଙ୍କୁ କନ୍ୟା ଭାବରେ ଏବଂ ତାଙ୍କ ପୂର୍ବ ମାନବ ପିତାମାତାଙ୍କ ମଧ୍ୟରେ ମାନବ ସମ୍ପର୍କ କିମ୍ବା ସାମାଜିକ ବନ୍ଧନକୁ ଭାଙ୍ଗିଦିଏ। ପତରପେଣ୍ଡି ନୀତି ଅବସରରେ ବରଙ୍କ ପରିବାରର ସଦସ୍ୟ ଏବଂ ସମ୍ପର୍କୀୟମାନେ ପୁଅର ବିବାହ ପ୍ରସ୍ତାବ ସହିତ ଆୟୋଜକଙ୍କ ଘରକୁ ଯାଇଥାନ୍ତି। ଶୋଭାଯାତ୍ରାରେ କନ୍ୟା ପରିବାର ସେମାନଙ୍କୁ ଖୁସିରେ ସ୍ୱାଗତ କରନ୍ତି ଏବଂ ସେମାନଙ୍କ ଆଗମନର କାରଣ ପଚାରନ୍ତି। ବର ପରିବାର ଉତ୍ତର ଦିଅନ୍ତି ଯେ ସେମାନେ ସେମାନଙ୍କର କନ୍ୟା ପାର୍ବତୀଙ୍କ ବିଷୟରେ ଜାଣିଛନ୍ତି। କନ୍ୟା ପରିବାର ସେମାନଙ୍କ ପୁଅ ଶିବଙ୍କ ଗୁଣ କିମ୍ବା ସ୍ୱଭାବ ବିଷୟରେ ପଚାରନ୍ତି। ତାପରେ ବର ପରିବାର ସେହି ଅନୁସାରେ ଚରିତ୍ରଗୁଡ଼ିକୁ ବର୍ଣ୍ଣନା କରନ୍ତି। ପରେ ବିବାହ ସ୍ଥିର ହୁଏ। ନିମନ୍ତ୍ରଣ ସହିତ ଜଡ଼ିତ ଗୁଆଗୁଣ୍ଡା ନୀତି ମଧ୍ୟ କରାଯାଏ। ଏହି ବିଧି ପରବର୍ତ୍ତୀ 2 ଦିନ ଅର୍ଥାତ୍ ତୃତୀୟା ଏବଂ ଚତୁର୍ଥୀ ତିଥିରେ ପାଳନ କରାଯାଏ। ଏହା ଏକ ଗୁରୁତ୍ୱପୂର୍ଣ୍ଣ ନୀତି। ଏହାର ଅର୍ଥ ହେଉଛି ସମ୍ବଲପୁର ସହରର ସମସ୍ତ ଦେବତାଙ୍କୁ ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ମଧ୍ୟରେ ପବିତ୍ର ବିବାହରେ ଯୋଗଦେବା ପାଇଁ ନିମନ୍ତ୍ରଣ କରାଯାଏ। ପ୍ରତିବର୍ଷ ଜଣେ ଦମ୍ପତି ଦେବୀ ପାର୍ବତୀଙ୍କ ପିତାମାତା ହୁଅନ୍ତି, ଯାହାକୁ ବିବାହ ତାରିଖ ପୂର୍ବରୁ ସେମାନଙ୍କ ଘରକୁ ନିଆଯାଇଥାଏ। ତଥାପି ଶିବ ମନ୍ଦିରରେ ରୁହନ୍ତି। ପଞ୍ଚମୀ ତିଥିରେ ଅର୍ଥାତ୍ ପଞ୍ଚମ ସନ୍ଧ୍ୟାରେ ଶିବ ଏକ ଶୋଭାଯାତ୍ରା ସହିତ ପାର୍ବତୀଙ୍କ ଘରକୁ ଯାଆନ୍ତି, ଅର୍ଥାତ୍ କନ୍ୟା ପିତାଙ୍କ ବାସସ୍ଥାନ ଯାହା ତାଙ୍କ ବାହନ ଅର୍ଥାତ୍ ବୃଷଭ, ସେହି ଅନୁସାରେ ବାହକ କିମ୍ବା ରଥକୁ ସଜାଯାଏ। ବିବାହ ପରେ ଶିବ ତାଙ୍କ ନବବିବାହିତା ପତ୍ନୀ ପାର୍ବତୀଙ୍କ ସହିତ ଏକ ଚମତ୍କାର ଏବଂ ବିଳାସପୂର୍ଣ୍ଣ ଶୋଭାଯାତ୍ରା ସହିତ ମନ୍ଦିରକୁ ଫେରିଯାଆନ୍ତି। ଏହି ଶୀତଳଷଷ୍ଠୀ ଯାତ୍ରା ସମ୍ବଲପୁର ସହର ପାଇଁ ଗର୍ବ ଓ ଗୌରବ ଆଣିଦେଇଛି। ତାର ଏକ ସ୍ୱତନ୍ତ୍ର ପରିଚୟ।